ଆଉ କେମିତି ଅଛ ବା ସବୁ କେରକେରା ତ ମୁଁ ବି କେରକେରା ଅଛି ଭାଇନା। ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଏକ ଅତ୍ୟନ୍ତ ପବିତ୍ର ଓ ଶକ୍ତିଶାଳୀ ବିଧି ଶ୍ରୀ 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 ଲକ୍ଷ୍ମୀ ନରସିଂହଙ୍କ ହୋମ ଓ ବ୍ରହ୍ମ ସ୍ନାନ। ଏହି ଅନୁଷ୍ଠାନ କେବଳ ଧାର୍ମିକ ପଦ୍ଧତି ନୁହେଁ, ଏହା ହେଉଛି ଭକ୍ତି ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଶକ୍ତିର ଏକ ଅଦ୍ଭୁତ ସମନ୍ୱୟ। କୁହାଯାଏ ଭକ୍ତି ଭାବରେ ନରସିଂହଙ୍କ ହୋମ କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୁଏ ଓ ଘରେ ଶାନ୍ତି ଓ ସମୃଦ୍ଧି ବଢ଼େ। ଚାଲନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ଵ ଓ ପାଳନ ପ୍ରକ୍ରିୟାକୁ ଭଲ ଭାବେ ବୁଝିବା। ଭଗବାନ ବିଷ୍ଣୁଙ୍କ 10 ଅବତାର ମଧ୍ୟରେ ନରସିଂହ ଅବତାର ଅତ୍ୟନ୍ତ ଉଗ୍ର ଓ ଶକ୍ତିଶାଳୀ। ହିରଣ୍ୟକଶ୍ୟପଙ୍କ ଅହଙ୍କାର ଓ ଅଧର୍ମକୁ ନିବାରଣ କରିବା ପାଇଁ ପ୍ରହ୍ଲାଦଙ୍କୁ ରକ୍ଷା କରିବା ନିମନ୍ତେ ଭଗବାନ ନରସିଂହ ରୂପରେ ପ୍ରକାଶ ହେଲେ। ଏହି ଅବତାର ଆମକୁ ଶିଖାଏ ସତ୍ୟ ଓ ଭକ୍ତି ସଦା ଜୟ ହୁଏ। ନରସିଂହ ହୋମର ଉଦ୍ଦେଶ୍ୟ ହେଉଛି ଏହା ଦିବ୍ୟ ଶକ୍ତିକୁ ଆହ୍ୱାନ କରି ଅଶୁଭ ଶକ୍ତିକୁ ଦୂର କରିବା। ହୋମ ସାଧାରଣତଃ ପଣ୍ଡିତଙ୍କ ନିର୍ଦ୍ଦେଶନାୟ ପାଳନ କରାଯାଏ। ପ୍ରଥମେ କଳସ ସ୍ଥାପନା ଓ ଗଣେଶଙ୍କ ପୂଜା କରାଯାଏ। ତାପରେ ଅଗ୍ନି ପ୍ରଜ୍ୱଳନ କରି ବିଶେଷ ମନ୍ତ୍ର ଉଚ୍ଚାରଣ ସହିତ ଘୃତ ତିଳ ଓ ନବଧାନ ଅଗ୍ନିକୁ ଅର୍ପଣ କରାଯାଏ। ଏହାର ମୁଖ୍ୟ ମନ୍ତ୍ର ହେଉଛି ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖମ୍। ଏହି ପବିତ୍ର ମନ୍ତ୍ରର ଜପ ହୋମର ମୁଖ୍ୟ ଅଂଶ। ଏହା ଦ୍ୱାରା ମନ ପରିବେଶ ପବିତ୍ର ହୁଏ। ଭକ୍ତମାନେ ଶ୍ରଦ୍ଧା ଭାବରେ ପ୍ରାର୍ଥନା କରନ୍ତି, ହେ ପ୍ରଭୁ ନରସିଂହ, ଆମ ସମସ୍ତଙ୍କୁ ବିପଦରୁ ରକ୍ଷା କରନ୍ତୁ। ହୋମ ପରେ ପବିତ୍ର ସ୍ନାନ ବିଧି କରାଯାଏ। ତାହାକୁ ବ୍ରହ୍ମ ସ୍ନାନ କୁହାଯାଏ। ଏହି ବିଧିରେ ଦେବମୂର୍ତ୍ତିଙ୍କୁ ପଞ୍ଚାମୃତ, ଦୁଧ, ଦହି, ଘିଅ, ମହୁ ଓ ଚିନି ଦ୍ୱାରା ସ୍ନାନ କରାଯାଏ। ତାପରେ ଗଙ୍ଗା ଜଳ ଓ ସୁଗନ୍ଧିତ ଜଳ ଦ୍ୱାରା ଅଭିଷେକ କରାଯାଏ। ଏହାର ଅର୍ଥ ହେଉଛି ଶରୀର ଓ ମନର ପବିତ୍ରତା। ବ୍ରହ୍ମ ସ୍ନାନ ମାଧ୍ୟମରେ ଭକ୍ତମାନେ ଆତ୍ମିକ ଶାନ୍ତି ଅନୁଭବ କରନ୍ତି। ଏହା ଘର ଓ ମନକୁ ଦିବ୍ୟ ଶକ୍ତିରେ ପୂର୍ଣ୍ଣ କରେ। ଶ୍ରୀ 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 ଲକ୍ଷ୍ମୀ ନରସିଂହଙ୍କ ହୋମ ଓ ବ୍ରହ୍ମ ସ୍ନାନ ପାଳନ କରିବା ଦ୍ୱାରା ନେଗେଟିଭ ଶକ୍ତି ଦୂର ହୁଏ, ପରିବାରରେ ଶାନ୍ତି ବଢ଼େ, ମନୋବଳ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ, ଭୟ ଓ ଶାନ୍ତିର ଆଶଙ୍କା କଟିଯାଇଥାଏ। ଏହା ଆମକୁ ସତ୍ୟ ଓ ଧର୍ମର ପଥରେ ଅଗ୍ରସର କରେ।
ଶେଷରେ କହିବାକୁ ଚାହେଁ, ଶ୍ରୀ 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 ଲକ୍ଷ୍ମୀ ନରସିଂହଙ୍କ ହୋମ ଓ ବ୍ରହ୍ମସ୍ନାନ କେବଳ ଏକ ଆଚାର ନୁହେଁ, ଏହା ଆମ ଆତ୍ମକୁ ଶକ୍ତିଶାଳୀ କରିବାର ଏକ ମାଧ୍ୟମ। ଭକ୍ତି, ଶ୍ରଦ୍ଧା ଓ ସତ୍ୟରେ ଯଦି ଆମେ ଏହି ବିଧି ପାଳନ କରିବା, ତେବେ ନିଶ୍ଚୟ ଭଗବାନଙ୍କ କୃପା ଲାଭ କରିବା। ଜୟ ନରସିଂହ ଦେବ। ଦେଖୁଛନ୍ତି, ସ୍ନାନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଯେଉଁ ମା' ମାନେ ପବିତ୍ର କଳସରେ ଜଳ ଆଣିଥିଲେ, ସେ ଜଳରେ ହିଁ ନରସିଂହ ଦେବଙ୍କୁ
ସ୍ନାନ କରାଯାଉଛି। ଆପଣମାନେ ଦେଖୁଛନ୍ତି। ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରି ରଖନ୍ତୁ। ମୁଁ ଯେବେ ଯାହା ଭିଡ଼ିଓ ଅପଲୋଡ଼ କରିବି ଫାଷ୍ଟ ନୋଟିଫିକେସନ୍ ଆପଣମାନଙ୍କୁ ତୁରନ୍ତ ପହଞ୍ଚିବ। ତ ଚାଲନ୍ତୁ ଆଉ ଏକ ନୂଆ ଇଣ୍ଟରେଷ୍ଟିଂ ନେକ୍ସଟ ଭିଡ଼ିଓରେ ମିଶିବା। ରହିଲି। ଜୟ ଜଗନ୍ନାଥ, ଜୟ କଳା।